नमस्कार, जय गुड मॉर्निंग। श्री जय श्री जय आरसीएम। बहुत बहुत धन्यवाद। सुप्रभात समस्तଙ୍କୁ। आशा କରୁଛି ସମସ୍ତେ ସୁଖରେ ଥିବେ, ଭଲରେ ଥିବେ, ଖୁସିରେ ଥିବେ, ପରିବାର ଆନନ୍ଦମୟ ଥିବ। ଆ, ଆଜି ଗୁରୁକୁଳ ଆମେମାନେ ସମସ୍ତେ ଦେଖିଲେ, ବହୁତ ପାୱାରଫୁଲ ସେସନ ଆଜି ଆମେ ଦେଖିଲେ। ତ ପ୍ରତ୍ୟେକ ଦିନ ତ ଏମିତି ବହୁତ ପାୱାରଫୁଲ ସେସନ ହଉଛି। ତ ଆଜି ଗୁରୁକୁଳ ଆମେ ଯୋଉ ସ୍ୱାସ୍ଥ୍ୟ କ୍ରାନ୍ତି ମିଶନରେ ଆମେ ଆଗକୁ ବଢୁଛେ, ତ ତା ପାଇଁ ଗୋଟେ ବହୁତ ବଡ ତଥ୍ୟ ଆଜି ଆମକୁ ମିଳିଗଲା। ଆମେ ତାକୁ ଶିଖିଲେ। ଆ, ମୁଁ ଏଇଠି ଆପଣଙ୍କୁ କହିବି କି ଦୁଇଟି ବଡ ବଡ କଥା ଅଲରେଡି କାଲି ରାତିରେ ଆମେ ଦେଖିଲେ କି ଆମର ଗୁରୁଦେବ ସଞ୍ଜୀବ ଜୀଙ୍କ ଦ୍ୱାରା ଯୋଉ 16ଟା ସଂକଳ୍ପ ବିଷୟରେ ଆମେ ଦେଖିଲେ କାଲି। ଆଉ ତା ସହିତ ଆମେ ବା ଦେଖିଲେ ଯେ ବହୁତ ବଡ ସେଲିବ୍ରେସନ ର ଆୟୋଜନ କରାଯାଉଛି। ଯୋଉ ସେଲିବ୍ରେସନ ର ଆୟୋଜନ କରାଯାଉଛି ତା ଦେହରେ ଏଲଡିପି ୱିଥ ସେଲିବ୍ରେସନ। ମୁଁ ଆଜି ପର୍ଯ୍ୟନ୍ତ ମୋର 20 ବର୍ଷ କ୍ୟାରିୟର ଭିତରେ କେବେ ବି ଦେଖିନଥିଲି ଯେ ସେଲିବ୍ରେସନ ୱିଥ ଏଲଡିପି କେବେ ହବା। ତ ଇଏ ଫାର୍ଷ୍ଟ ଟାଇମ ପାଇଁ ଇଏ ଗୋଟେ ବହୁତ ବଡ ଆକାରରେ ଅର୍ଗାନାଇଜ କରାଯାଉଛି। ଯେ 3 ମାସର ଟାର୍ଗେଟକୁ ନେଇକି ଆମେ କରିପାରିବା। ଆପଣମାନେ କାଲି ତ ଦେଖିଥିବେ, ମୁଁ ଖାଲି ଟିକେ ଖାଲି ଆପଣଙ୍କୁ ମନେ ପକେଇ ଦଉଛି ଯେ ସେଥିରେ କୌଣସି ପେମେଣ୍ଟ ସିଷ୍ଟମ ରହିବ ନାହିଁ। ପଇସା ଦେଇକି କେହି ଏଣ୍ଟ୍ରି କରିବେ ନାହିଁ। ତ ସେଠି ହବ କଣ ନା, ଯୋଉମାନେ 3 ମାସରେ 15,000 ପିଭି କରିଥିବେ, ଆପଣଙ୍କୁ ଇଜି ହବ ଯେ ଜାନୁଆରୀରେ 5,000, ଫେବୃଆରୀରେ 5,000, ମାର୍ଚ୍ଚରେ 5,000, ଏ 3 ମାସରେ ଯଦି ଆମେ ଟୋଟାଲ 5,000 5,000 କରିକି କଲେ ସେଟା ତ ଇଜି ହବ। ଡାଇରେକ୍ଟ ବି 15,000 ବି କରିଦେଲେ ବି ଯୋଉ ସାଥୀ ସପୋଜ ମାର୍ଚ୍ଚ ମାସରେ ଜଏନ କରିବ, ତ ତା ପାଇଁ ତ ଆଉ ଜାନୁଆରୀ ଆଉ ଫେବୃଆରୀ ନାହିଁ। ସିଏ ସପୋଜ ଏଣ୍ଟ୍ରି କରିବାକୁ ଚାହିଁବ, ତ ସେଥିପାଇଁ 15,000 ପିଭି ଯଦି କରିଦେଲେ, ନିଜ ଆଇଡିରେ କରିଦେଲେ, ତାହେଲେ ସେଠି ଏଣ୍ଟ୍ରି ମିଳିବ। କିନ୍ତୁ ସେ ଜାଗାରେ ଏଲଡିପି ତ ସମସ୍ତଙ୍କୁ ମିଳିବ। ଏଲଡିପି ଦ୍ୱାରା ବହୁତ ସାରା ଜ୍ଞାନ ବି ବଢିବ। ଲିଡରସିପ ଡେଭଲପମେଣ୍ଟ ପ୍ରୋଗ୍ରାମ ବହୁତ କିଛି ହବା ନିହାତି ବି ଦରକାର। ସଞ୍ଜୀବ ଜୀଙ୍କର ବହୁତ ପାୱାରଫୁଲ ଏଲଡିପି, ତା ଦ୍ୱାରା ଆଜି ପୁରା ହିନ୍ଦୁସ୍ତାନରେ ଏତେ ଯୋଉ ଟେକ୍ନିକାଲ ଆଚିଭର ଦେଖୁଛନ୍ତି, ଆପଣଙ୍କ ସାମ୍ନାରେ ମୁଁ ବି ଅଛି, ଯୋଉ ଟେକ୍ନିକାଲ ଆଚିଭର ବି ଅଛି। ତ ସେ ସାର୍ଙ୍କର ଏଲଡିପି ଲିଡରସିପ ଡେଭଲପମେଣ୍ଟ ପ୍ରୋଗ୍ରାମ ଦ୍ୱାରା ହେଇଛି। କାରଣ ଇଏ ଯୋଉ ସିଷ୍ଟମ, ଇଏ ଲିଡରସିପ କୁ ଡେଭଲପମେଣ୍ଟ କରିବାର ଗୋଟେ ସିଷ୍ଟମ। ଇଏ ହଉଛି ପ୍ରଥମ କଥା। ତ ସେଥିରେ ଆମେ ଏଣ୍ଟ୍ରି ନେଇପାରିବା ଯଦି 15,000 ପିଭି 3 ମାସରେ ଆମେ କରିବା। ଆଉ ସମ୍ମାନିତ ସେମାନେ ପାଇ ହବ ଯେ ଯୋଉମାନେ ଇଏ 3 ମାସ ଭିତରେ ରୟାଲଟି ଆଚିଭମେଣ୍ଟ କରିବେ। ବଡ କଥା କିଛି ବି ନୁହେଁ, ବହୁତ ଇଜିରେ। କାରଣ ଆମ ପାଖରେ ବହୁତ ସାରା ପ୍ରଡକ୍ଟ ଅଛି, ଏତେ ବଡ ସ୍ୱାସ୍ଥ୍ୟ କ୍ରାନ୍ତି ଉପରେ ଆମେ କାମ କରୁଛେ। ରୟାଲଟି ହବା କିଛି ବଡ କଥା ବି ନୁହେଁ। ଯଦି ଟିମରେ ଆମେ 100 ଜଣ ସାଥୀଙ୍କୁ ଆମେ ଏଣ୍ଟ୍ରି କରେଇଦବା, ଏଣ୍ଟ୍ରି କରିବା ମିନ୍ସ 5,000 ଲେଖେ ପିଭି କରେଇଦବା 100 ଜଣ ସାଥୀଙ୍କୁ, ତାହେଲେ ଆମେ ବି ରୟାଲଟି ଆଚିଭର ହେଇଯାଇ ପାରିବା। ତ ସେଇ ହିସାବରେ ତ ଆପଣ ମାନେ କାଲକୁଲେଟ କରନ୍ତୁ, ସେଇଟା ଗୋଟେ ବହୁତ ବଡ କଥା। ଦ୍ୱିତୀୟ କଥା ହଉଛି ଯେ ଆଜି ଯୋଉ ଆମେ ସ୍ୱାସ୍ଥ୍ୟ କ୍ରାନ୍ତି ମିଶନରେ ମନୀଷା ମ୍ୟାଡାମଙ୍କୁ ଆମେ ଶୁଣିଲେ ଯେ ଏନିମିଆରୁ ମୁକ୍ତି, ସିଏ ବି ବହୁତ ବଡ କଥା। ତ ତାକୁ ବାରମ୍ବାର ବାରମ୍ବାର ଶୁଣିକି ତାର ନୋଟ କରିବା ନିହାତି ଦରକାର। ମୁଁ ବି ନୋଟ କରୁଥିଲି ବହୁତ ସାରା କଥା। ତାକୁ ମାନେ ଏତେ ସ୍ପିଡ ହେଇଗଲା ଯେ ମୁଁ ବି ଲେଖି ପାରିନି, ତାକୁ ଜାଗା ଛାଡିଛି। ତାକୁ ବି ଆଜି ବାରମ୍ବାର ତାକୁ ଶୁଣିକିରି ତାକୁ ବି ନୋଟ କରିବି, ତାକି ଆମେ ଫିଲ୍ଡରେ ଠିକ ଭାବରେ ଆମେ କରିପାରିବା। ଯୋଉ ମିଶନ 15 କୋଟି ଅଛି, ସେ 15 କୋଟି ଉପରେ ଆମେ କାମ ବି କରିପାରିବା, ବହୁତ ବଡ ଆକାରରେ କାମ କରିପାରିବା। ଆମେ କ୍ୟାମ୍ପ ଲଗେଇକି କାମ ବି କରିପାରିବା। ଆପଣଙ୍କ ପାଖରେ ସୁବିଧା ବି ଅଛି। ପରମାତ୍ମା ଆମକୁ ବହୁତ କିଛି ସୁବିଧା ଦେଇଛନ୍ତି। ଲାବୋରେଟୋରୀ ବାଲା ବି ଆମର ସହିତ କଣ୍ଟାକ୍ଟରେ ବି ଅଛନ୍ତି। ତ ଆମେ ଗୋଟେ ଗୋଟେ ଜାଗାରେ 100 ଜଣ 100 ଜଣ 150 ଜଣ ମହିଳାଙ୍କୁ ଏକାଠି କରିକି ତ ସେମାନଙ୍କର ହିମୋଗ୍ଲୋବିନ୍ ଚେକ୍ କରିବା, ସେମାନଙ୍କୁ ସିଡ୍ସ ର ଫର୍ମୁଲା ବତେଇବା, ତ ସେମାନଙ୍କୁ ନ୍ୟୁଟ୍ରିସନ ର ଆମେ ଜାନକାରୀ ବି ଦବା। ତ ୟା ଦ୍ୱାରା ଆମେ ଭାରତବର୍ଷର ଗୋଟେ ବହୁତ ବଡ ସ୍ୱାସ୍ଥ୍ୟ କ୍ରାନ୍ତି ମିଶନରେ ଆମେ ଆଗକୁ ବଢିପାରିବା। ଆଉ ତା ଛଡା ଅ, ଆମେ ଜୀବନରେ ମଣିଷ ଜୀବନ ପାଇଛେ, ତ କିଛି ସାର୍ଥକତା ଆମେ ପାଇପାରିବା। ତ ଏଇଠି ମୋର ଗୋଟିଏ ଦିଟି କଥା
ମୋ ମନ ଭିତରେ ଗୋଟିଏ କ୍ୱେଶ୍ଚିନ୍ ଆସୁଛି ଯେ ପୁରା ଭାରତ ବର୍ଷ ଯେତେବେଳେ ଲାଗି ପଡ଼ିଛନ୍ତି ଆଜି ପୁରା ଭାରତ ବର୍ଷର ଲୋକମାନେ ଯେତେବେଳେ ନିଜକୁ ଏତେ ଆଗକୁ ବଢିବା ପାଇଁ ଲାଗି ପଡ଼ିଛନ୍ତି ତାହେଲେ ଆମେ କୋଉଠି ଅଛେ? ଏଇ ହଉଛି କଥା। ଯୋଉ ସ୍ପିଡରେ ଆମେ କରୁଛେ ତ ସେଇ ସ୍ପିଡରେ ଯଦି ଆମେ କରିବା ତ ମୁଁ କେବେ ନିଜକୁ କ୍ଷମା ଦେଇପାରିବି ନାହିଁ ଯେ ଇଏ ସ୍ପିଡ ଦ୍ୱାରା ଆମେ ଏ, ଗୋଟେ ଭଲ ଫିଗର ହେଇପାରିବା। ଯେତେବେଳେ ଇତିହାସ ଲେଖାଯିବ ସ୍ୱାସ୍ଥ୍ୟ କ୍ରାନ୍ତି ମିଶନର ଯେତେବେଳେ ଇତିହାସ ଲେଖାଯିବ, ଯେତେବେଳେ ସକ୍ସେସଫୁଲ ଲୋକମାନଙ୍କର ଇତିହାସ ଯେତେବେଳେ ଲେଖା ହବ ତ ଆମ ସ୍ପିଡ ଆମକୁ ବର୍ତ୍ତମାନ ଦେଖଉଛି ଯେ ଆମେ କୋଉ ଜାଗାରେ ପହଞ୍ଚିବା। ତ ସେଥିଲାଗି ଆମର ସ୍ପିଡ ବଢେଇବା ନିହାତି ଦରକାର। କାଲି ଆମେ ଗେସେସର ଫର୍ମାଟ ଉପରେ କଥା ହେଇଥିଲେ, ତ ମୁଁ ଆଶା କରୁଛି ଯେ ଟିମ୍ରେ ସମସ୍ତଙ୍କୁ ସର୍କୁଲେଟ କରିଥିବେ। ତ ଗେସେସର ଫର୍ମୁଲା ଦ୍ୱାରା ହିଁ ଆମେ ବହୁତ ସାରା କାମ ବି ଆମେ କରିଦେଇ ପାରିବା। ତ ଆଜି ଆମେ ଯାହା ଶିଖିଲେ ଆଉ ଆମ ସ୍ପିଡ କେତେ କରିବା ତ ସେ ବିଷୟରେ କେବଳ ଆମେ କହିବା। ତ ଫାଷ୍ଟ ଆମେ ଷ୍ଟାର୍ଟ କରିବା ଆରତି ଅପାଙ୍କଠୁ। ଅପା। ଜୟ ଆଚିଏମ୍ ସମସ୍ତଙ୍କୁ ପ୍ରଣାମ, ଚାନ୍ଦ ସାର୍ଙ୍କୁ ପ୍ରଣାମ। ଆଜି ମୁଁ ୟୁଟ୍ୟୁବରେ ଦେଖିଲି, କାହିଁକି ନା ମୁଁ ଜଏନ୍ କଲା ମତେ ଆଲାଉ କଲେ ଅପା ଆମେ ଟିକେ ଲେଟ୍ ସ୍ପିଡ ହେଇଗଲା। କେତେ କରିବା ତ ତା ଉପରେ କଥା ହବା। ଆଉ ସ୍ପିଡ କରିବା ପାଇଁ ଆମେ ଯାହାକୁ ସବୁ ଜଏନ୍ କରେଇବା ତାଙ୍କୁ ଆମେ ଏଇ ଗ୍ୟାସେସର ଫର୍ମୁଲା ଉପରେ କହିକିରି ତାପରେ ଆମକୁ କେମିତି ତାଙ୍କୁ 5,000 ବିଭି କରେଇବା ପ୍ରତ୍ୟେକ ମାସରେ। ଆମେ ଯଦି 100 ଜଣଙ୍କୁ ପ୍ରସ୍ତୁତ କରିଦବା ତାହେଲେ ଆମେ ମାନେ ରୟାଲଟି ଆସିବାର ପେମେଣ୍ଟ ଯୋଉ ଆପଣ କହୁଛନ୍ତି ଆମର ଗ୍ରୋଥ ପାଇଁକା ବହୁତ କାମ ଦବ। ତାପରେ ସେଠି 3 ମାସ କରିବା କିଛି ଇଏ ନୁହଁ, କଠିନ କାମ ନୁହଁ। 5,000 ବିଭି କରିପାରିବେ ଲୋକ, କିନ୍ତୁ ସେଇଟାକୁ ସେ ଫାଷ୍ଟ ନ କରି ମାଇଣ୍ଡରେ ତାଙ୍କୁ ଆମେ ନାଇଁ ଆମେ କମି- ଆମେ ଅପା ଆଜି ସାର୍ବଜନିକ କହିବାନି, ଆମେ କଣ ହଁ, କରିବା? ମୁଁ କଣ କରିବି? ମୁଁ ମୁଁ ହଁ। କରିବି କଣ? ମୁଁ ମୋର ମିଟିଂ କରିବି। ମୋର ଯୋଉଠି ସବୁ ଚିହ୍ନା ଅଛି ମୁଁ ତାଙ୍କୁ ଗାଇड କରିବି। ତାଙ୍କୁ ଜଏନ୍ କଲା ପରେ କେମିତି ସେମାନେ ମାନେ ତାଙ୍କର ମୁଁ ହେଲ୍ଥ କ୍ୟାମ୍ପ କରିବି, ଗ୍ୟାସେସ ଫର୍ମୁଲା ଉପରେ କହିବି, ଆଉ ସିଡ୍ସ ଫର୍ମୁଲା ଉପରେ କହିବି। ଆଉ ମୁଁ ସମୟ ପାଇଲେ ମୁଁ ଭାବିଛି ଏ ମାସ ସାରା ଝିଅ ଗଲା ପରେ ମୁଁ ଟିକେ 2 ମାସ ଭିତରେ ମୁଁ ନିଜେ କେମିତି ମୋର ଗ୍ରୋଥ ହବ ସେଥିପାଇଁ ପ୍ରାଣପଣେ ଚେଷ୍ଟା କରିବି। ଆଉ ଆମର ଗ୍ରୋଥ ହେଲେ କାଲି ଯୋଉ ମୁଁ ଦେଖିଲି ସଞ୍ଜୀବ ସାର୍ ଯୋଉ ପ୍ରକାର କହିଲେ ଏତେ ଭଲ ଲାଗିଲା। ଆଉ ସିଏ ଯୋଉ ତାଙ୍କର ୱିଙ୍ଗସରେ ଚାନ୍ଦ ସାର୍ଙ୍କୁ ବସେଇଛନ୍ତି, ମୁଁ ଏପଟେ ଦେଖିବି ଯେମିତି ସପଟିଆ ବୋଉ ଝୁଲୁଛନ୍ତି। ନାଇଁ ନାଇଁ ସେମିତି ନାହିଁ। ଆଜ୍ଞା ଆପଣ ନିଜେ ବି ହସିବେ। ଓକେ, ବହୁତ ବଢିଆ ମୁଁ କଥା। ଏତେ ଶୀଘ୍ର ଉପରକୁ ଯାଇପାରିବିନି, ତେଣୁ ଆପଣ କେମିତି ଗୋଟେ କଡେ ରହିବେ। ଆମ ଓଡିଶାର ମାନେ ସାଂସଦ ଅଛନ୍ତି, ଆପଣ ରହିବେ, ମତେ ବହୁତ ଭଲ ଲାଗେ। ଓକେ, ବହୁତ ବଢିଆ ଏପଟୁ କଥା। ସବୁ ଓକେ, ଥ୍ୟାଙ୍କ ୟୁ। ସୁକାନ୍ତ ବାବୁ। ଆଜ୍ଞା, ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର ସାର୍, ଜୟ ଆସେନ ସାର୍। Yes। ସାର୍ କାଲି ତ 9ଟା 10ରେ କାଲି ମୁଁ ଜଏନ୍ କଲା ବେଳକୁ 9ଟା 4ରେ କଲା ବେଳକୁ ସାର୍ ଏଣ୍ଟ୍ରି ମିଳିଲାନି। ଯାହା ହଉ ଲଗେଇଲେ ଯାହା ହଉ ମତେ ଭଗବାନ ଦୟାରୁ ମିଳିଗଲା ଜୁମ୍ ଏଣ୍ଟ୍ରି କରିବା ଆମର ସାର୍ଙ୍କର। ଯାହା ହଉ ଏତେ ବଢିଆ ସାର୍ ପାୱାରଫୁଲ ମିଟିଂ ସାର୍, ମାନେ ବର୍ଷର ଆମର ଆରମ୍ଭରୁ ସାର୍। କାର୍ଯ୍ୟକ୍ରମ, ଆମର ରଣନୀତି କଣ ହବ? ଟୁ ଦି ପଏଣ୍ଟ ହଁ କହିବା ଆଜି। ହଁ ସାର୍, ଠିକ ଅଛି ସାର୍। ରଣେଶ ସାର୍ ତ କାଲି ତ ବହୁତ ଗୁଡା ସାର୍ 16ଟା ଆମର ଯୋଉ କହିଲେ ତା ବିଷୟରେ ମୁଁ ସାର୍ ନିଶ୍ଚିତ ଫଲୋ କରିବି। ଆମ ଟିମରେ ସେଟାକୁ ସାର୍ ମୁଁ ପ୍ରମୋସନ କରେଇବି। ଆଉ 5,000 ବିଭି କରିକି ଆମେ କେମିତି ଆମ ଟିମରେ ନିଜେ ତ ଯିବୁ, ଆମେ ଆମ ଟିମରେ ଆମେ କେତେଟା ଇଏ କରିପାରିବା ସେଥିପାଇଁ ମୁଁ ସାର୍ ନିଶ୍ଚିତ ପ୍ରୟାସ ଜାରି ରହିବ। ଟାର୍ଗେଟ କଣ ରହିବ? ସଂଖ୍ୟାରେ କୁହନ୍ତୁ। ସଂଖ୍ୟା ସାର୍ ନିଶ୍ଚିତ ସାର୍ଙ୍କର କାଲି ଯୋଉ ରୋଡ ଶୋ ପ୍ଲାନ ଦେଖିଲୁ, ନିଶ୍ଚୟ ସାର୍ ମୋର 20 ନିଶ୍ଚିତ ସାର୍ କରିବି ଆମର ତାହେଲେ ଫ୍ୟାନ କ୍ଲବ। ରୟଲ୍ଟି ଆପଣଙ୍କର ହବନି? ନା ସାର୍ ମୋ ଟିମରେ ସାର୍ କରିବି, ତାପରେ ଦିପଟ ଲାଗି ସାର୍ ନିଶ୍ଚିତ କରିବି, ରୟଲ୍ଟି ନିଶ୍ଚିତ ସାର୍ ହବ। ଆଜ୍ଞା। ରୟଲ୍ଟି ପାଇଁ ସାର୍ ନିଶ୍ଚିତ ପ୍ରୟାସ ଜାରି ରହିବ। ନାଇଁ ନାଇଁ, ରୟଲ୍ଟି ଆମକୁ ଦରକାର କିନ୍ତୁ ଆମେ ଆଜ୍ଞା। 20ରେ ରହିବା ତ ହଁ କେମିତି ହଁ। ହବ? ସମ୍ଭବ କେମିତି ହବ?
ନା ମିନିମମ୍ ତ ସାର୍ 20 ଏ ଲେଗରୁ 20 ବି ଲେଗରୁ 20 କରିବି ତା ସହିତ ଆମର କେବଳ ଯେ 2,500 ବି 5,000 PV ଯଦି 20 ଜଣ କରନ୍ତି ତାହେଲେ ତ ଲକ୍ଷେ ବିଜନେସ ହେଲା। ଆମର ତ ଚାରି ଆଜ୍ଞା ଲକ୍ଷ 65,000 ରୟାଲ୍ଟି ହୁଏ। ଆଜ୍ଞା ଆଜ୍ଞା ତ ପ୍ରାକ୍ଟିକାଲ ବି ପ୍ରାକ୍ଟିକାଲ ଆମେ କୋଉ ଦୁନିଆରେ ଅଛେ ତ ଆମକୁ ବି ପ୍ରାକ୍ଟିକାଲ ଯଦି ହବା ତ କଣ କଲେ ମୋର କଣ ହବ ରେଜଲ୍ଟ। କାରଣ ପୁରା ପୁରା ଦୁନିଆ ଯେତେବେଳେ ଆଗକୁ ବଢି ଚାଲିଛି, ପୁରା ଦୁନିଆ ଯେତେବେଳେ ଆଗକୁ ଏତେ ବଢିଆ ପ୍ରଶଂସା ପାଇ ଚାଲିଛି, ତାହେଲେ ଆମର ପୋଜିସନ କୋଉଠି ନିଜକୁ ନିଜେ ପ୍ରଶ୍ନ କରିବା ନିହାତି ଦରକାର। ଆଉ ତା ସହିତ ଆପଣଙ୍କ ପାଖରେ ତ ଭଗବାନ ବହୁତ ସାରା ଜ୍ଞାନ ଦେଇଛନ୍ତି। ଆପଣଙ୍କ ପାଖରେ ଏତେ ସାରା ପେସେଣ୍ଟ ବି ଆସୁଛନ୍ତି, ଆପଣ ବି ଦେଖୁଛନ୍ତି ସେମାନଙ୍କୁ, ସେମାନଙ୍କୁ ଟ୍ରିଟମେଣ୍ଟ ବି କରୁଛନ୍ତି। ଆଉ ବଡ଼ ବଡ଼ କ୍ୟାମ୍ପ ମାଧ୍ୟମରେ ଆପଣ ହିମୋଗ୍ଲୋବିନର ଟେଷ୍ଟ କରେଇକି ବହୁତ ବଡ଼ କାମ ବି ଆପଣ କରିଦେଇ ପାରିବେ। ଏତେ ବଡ଼ କଥା ତ ଆପଣ କରିଦେଇ ପାରୁଛନ୍ତି, ତ ଆପଣ କରିପାରିବେନି କାହିଁକି? କରିପାରିବେ। ନିଜକୁ ଚିହ୍ନିବା ଦରକାର। ଆମେ ଯଦି ନିଜକୁ ଆମେ ଚିହ୍ନିଲେ ଆମେ ବହୁତ ବଡ଼ କାମ ଆମେ କରିଦେଇ ପାରିବା। ତ ଆପଣ ଟାର୍ଗେଟ ଯଦି ଦେଖନ୍ତୁ, ମୁଁ ଟାର୍ଗେଟ ଦେଲେ ଯେ ଆପଣଙ୍କର ହବ ସେଟା ହବନି। ଆପଣ କଣ ଟାର୍ଗେଟ ନେବେ, ତ ସେଇଟା ହଉଛି ଦରକାର। କୁହନ୍ତୁ। ହଁ ସାର୍ ନିଶ୍ଚିତ ସାର୍ ଆମର ରୟାଲ୍ଟି ପାଇଁ ନିଶ୍ଚିତ ସାର୍ ରହିବ। ଆଉ ସାର୍ ଆମର ଟିମରେ ସାର୍ ମୁଁ ତ ନିଜେ ମୋର 20ଟା କରିବି। ଆମ ଟିମରେ ଆମର ସାର୍ ମନୋଜ ବାବୁ ଅଛନ୍ତି, ଆମର ଅଛନ୍ତି, ତାଙ୍କୁ ସାର୍ 20 କୋଟି ଆମର ଦେଲେ ସେ ବି ତାଙ୍କର ଲେବୁଲ ଚେଞ୍ଜ କରିବେ, ତାଙ୍କର ରୟାଲ୍ଟି ପାଇଁ ମୁଁ ତାଙ୍କୁ ଚେଷ୍ଟା କରିବି। ଓକେ, ଠିକ ଅଛି, ବହୁତ ବଢିଆ କଥା। ସାହୁ ଭାଇ। ସାର୍ 100ଟା 5,000 ବିଭି କରେଇବା ଅତି ସହଜ। ଏ ଯୋଉ ଆଜିର ଯୋଉ ପ୍ରୋଗ୍ରାମ ଗୁରୁକୁଳରେ ଶିଖିଲେ 100 ଜଣଙ୍କୁ 5,000 ବିଭି କରେଇବା ଅତି ସହଜ କାମ। ତେଣୁ ସେଇଟାକୁ ବର୍ତ୍ତମାନ ଗୁରୁତ୍ୱ ଦେବାର ଅଛି। 100 ନୁହେଁ, ଯେମିତି 100ରୁ 200 ଭିତରେ ହବ 5,000 ବିଭି, ସେଇ ଉଦ୍ୟମ ଜାରି ରଖିବା। ଆଉ ସେଇଟା ବି ମୁଁ କରିବି। ଆପଣ ଜଣେ ନିଜେ ରୟାଲ୍ଟି ଆଚିଭର, ତ ଆପଣଙ୍କ ଟିମରେ କେତେ ଜଣ ରୟାଲ୍ଟି ଆଚିଭର ଏଥରକ ତିଆରି ହେବେ? ରୟାଲ୍ଟି ଆଚିଭର ଏଇ ଯୋଉ ମାର୍ଚ୍ଚ ମାସ ଭିତରେ ମୁଁ ମିନିମମରୁ ମିନିମମ 5 ବି ଲେଗରେ ଉଦ୍ୟମ କରି, ବି ଲେଗରେ 5ଟି ରୟାଲ୍ଟି ବାହାରିବା ପାଇଁ ଏଇ ଉଦ୍ୟମ ପାଇଁ ଜୋରଦାର ଲାଗିଛି। ଓକେ, ଠିକ ଅଛି। ମନୋଜ ସାର୍। ଜୟ ଶ୍ରୀ ରାମ ସମସ୍ତଙ୍କୁ ସକାଳ ସୁପ୍ରଭାତମ୍। ମୋର ତ ସୁକାଦା ଗୁରୁଦେବ କହିଲେ 20 ଜଣ କରିବେ 5,000। ମୁଁ ଖାଲି ମୋ ଗୁରୁଦେବ ଯଦି 20 ଜଣଙ୍କୁ 15 ତାରିଖ ଭିତରେ 5,000 ପିଭି କରିଦେଲେ, ମୁଁ ନିଶ୍ଚିତ 25 ଜଣଙ୍କୁ ପିଭି କରିଦେବି। ଏଇଟା ମୋର ଗୋଟେ ମାନେ ଆମ ଗୁରୁ ସେ ଭିତରେ ଚାଲିବ ଆଉ। କିନ୍ତୁ ଓକେ, 15 ତାରିଖ ନାଇଁ ଭିତରେ ନିଜର 5,000 ଟାର୍ଗେଟ ଯଦି କଣ ଗୁରୁ ଅଛି? କରିଦେବେ। ସେ କିଛି ବି ଶୁଣନ୍ତୁ, ଆକ୍ଚୁଆଲି ଆମେ ଯେତେବେଳେ କିଛି ନା କିଛି ଟାର୍ଗେଟ ଆମେ ନଉଛୁ ନା, ତ ଭଗବାନଙ୍କର ସେଠି ଆମକୁ ପରୀକ୍ଷା କରିବା ପାଇଁ ତାର ବିପରୀତ କିଛି କିଛି କାର୍ଯ୍ୟକ୍ରମ ଏମିତି କରନ୍ତି। ତ ଆମେ ନାଇଁ ସାର୍ target 25ଟା ନଉଛୁ କିଛି କରିବା ପାଇଁ, ତ ସେପଟରେ ଆଉ କିଛି ବି 25ଟା ତାର, ହଁ, ତ ଆପଣଙ୍କର ନିଜର 25ଟା ଟାର୍ଗେଟ ନିଶ୍ଚିତ କଣ ରହିବ? କିଏ କଲେ କଣ ହବ ସେଟା 25ଟା ନିଶ୍ଚିତ ମୋର କଣ ରହିବ? 25ଟା ନିଶ୍ଚିତ ଆଜ୍ଞା କରିବି। କିନ୍ତୁ 25 ଆପଣଙ୍କର, ଜଣଙ୍କୁ ନିଶ୍ଚିତ ମୁଁ ମୁଁ କହିବାକୁ ଚାହେଁ ଯେ ଆପଣ ରୟାଲ୍ଟି ହବାର ଶକ୍ତି ଆପଣଙ୍କ ପାଖରେ ଅଛି। ଆପଣ ହେଇପାରିବେ। 100 ଜଣଙ୍କୁ 5,000 ପିଭି କରିବା ଆପଣଙ୍କର ବାଁ ହାତର ଖେଳ। ତ ଏତେ ବଡ କଥା କିଛି ବି ନୁହେଁ। ସେ ଶକ୍ତି ଅଛି, ଆଉ ଭଗବାନ ବି ଆପଣଙ୍କୁ ସେ ଶକ୍ତି ଦେଇଛନ୍ତି, ସେ ଆଶୀର୍ବାଦ ଦେଇଛନ୍ତି। ଆଉ ଆଜି ଯୋଉ ପ୍ରକାରର ଡିସ୍କସନ ହେଲା ଏନିମିଆରୁ ମୁକ୍ତି, ଆପଣ ତ ହଜାର ହଜାର ଲୋକଙ୍କୁ କ୍ୟାମ୍ପ କରିକି, ବହୁତ ସାରା ଲୋକଙ୍କର ହେଲ୍ଥ କ୍ୟାମ୍ପ ଆପଣ କରିକି ବହୁତ ବଡ କାମ ଆପଣ କରିଦେଇ ପାରିବେ। ଇଏ ତ ଆପଣଙ୍କ ଦ୍ୱାରା ହେଇପାରିବ। 25 ଜଣ ପାଇଁ କରିବି ସାର୍, ଆଉ ତାଠୁ ଅଧିକା ଚାର୍ଜ ଲାଗିବି ଆଉ। ଠିକ ଅଛି, ମାସକୁ 25 ହେଲେ ତ 3 ମାସରେ 75 ବି ହେଇଯିବ। ଟିମରେ ବି ଆଉ, ଆଜ୍ଞା ଆଜ୍ଞା ହଁ, ଟିମରେ ବି ନିଶ୍ଚିତ ଆଉ ଆଜ୍ଞା ଅନ୍ୟମାନେ ବି କରିବେ। ତ ଇଏ ତ ରୟାଲ୍ଟି ତ ଫାଇନାଲ। ଆଉ ମୁଁ ଏଠି ଗୋଟେ ଆଜ୍ଞା ଗୁଡ ନ୍ୟୁଜ ଆଜି ସକାଳୁ ସକାଳୁ ସମସ୍ତଙ୍କୁ ଦବାକୁ ଚାହୁଁଛି। ଆ, ବହୁତ ଶୀଘ୍ର ମନୋଜ ବାବୁଙ୍କର ଗୋଟେ ସେବା କେନ୍ଦ୍ର ଗୁଡିଆ କାଟେଣୀରେ ହବାକୁ ଯାଉଛି। ଢେଙ୍କାନାଳର ଗୁଡିଆ କାଟେଣୀରେ ହବାକୁ ଯାଉଛି। ବହୁତ ବଡ କଥା ଇଏ। ଆଉ ସେ ବି କାଲି ତାଙ୍କର ଫର୍ଣ୍ଣିଚର କଣ ଆସିବ, ଏ ସବୁ ସିଲେକ୍ସନ ଅଲରେଡି ସରିଯାଇଛି। ଧୀରେ ଧୀରେ ହଉଛି। ତ ଢେଙ୍କାନାଳର ଗୁଡିଆ କାଟେଣୀରେ ଯଦି ବି କାହାର ଟିମ୍ ଅଛି, ତ ଟିମ୍ ଏବେଠୁ କରନ୍ତୁ। ବହୁତ ଶୀଘ୍ର ସେଠି ଗୋଟେ ବହୁତ ବଢିଆ, ଆଉ ତାଙ୍କର ଯୋଉ ପ୍ରିପାରେସନ ମୁଁ ଦେଖିଲି, ତ ବହୁତ ତାଗଡା ପ୍ରିପାରେସନ। ସେ କହିଲେ କି ମୁଁ ଇଏ ଭଡା 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 ଘରେ ନେଇକି ଇଏ କରିବିନି, ସେ ଭଡା ଘର ବାଲା ମତେ ବାହାର କରିଦଉଥିବ। ମୋ ନିଜ ଜାଗା ଅଛି, ମୁଁ ଘର ତିଆରି କରିକି କରିଦେବି ସେଠି। ତ ବହୁତ ବଢିଆ କଥା। ଥ୍ୟାଙ୍କ ୟୁ ମନୋଜ ବାବୁ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
ଆ, ମିତାଞ୍ଜଳି ମ୍ୟାଡ଼ାମ। ଆଜ୍ଞା, ଅନମ୍ୟୁଟ ସାର୍ କରନ୍ତୁ। ନମସ୍କାର। ନମସ୍କାର। ଜୟ ଆଶ୍ରମ ସାର୍। ସାର୍ ମୁଁ ତ କାଲି 16ଟା ପଏଣ୍ଟ ଯାହା ମାନେ ଶୁଣିଲି, ମୁଁ ଚାଲିବିନି ସାର୍, ମୁଁ ଉଡିବି। ମୋର ମାନେ ବିଶ୍ୱାସ ଆଉ ସଂକଳ୍ପ ନେଇଛି, ମୁଁ ମାର୍ଚ୍ଚ ମାସ ଭିତରେ ନିଶ୍ଚୟ କିଛି ଗୋଟେ କରିକି ଦେଖେଇବି। ଆଉ ଏନିମିଆର ଯୋଉ ସେଇଟାକୁ ମୁଁ କେତେ ଜଣ ସହିତ କଥା ହେଇଛି, ସ୍କୁଲ ଆଉ କଲେଜ, ସେ ଏଠି ଟିକେ କାମ କରିକିରି ମୁଁ ସାର୍ ଟାର୍ଗେଟ ନେଇଛି, କାଲି ସଂକଳ୍ପ କରିଛି ଯେ ମୋର ମାନେ ମୋ ଡର କାମ କରି ଦେଖେଇବି ସାର୍। ଆଉ ବହୁତ ବଢିଆ କଥା। ଆଜ୍ଞା। ଆପଣଙ୍କୁ ବି ପରମାତ୍ମା ବହୁତ ବଡ ଶକ୍ତି ଦେଇଛନ୍ତି। ତ ଯୋଉ ଜାଗାରେ ବି ହୁଁ ଅଛନ୍ତି, ଆପଣ ହଜାର ହଜାର ହୁଁ ଲୋକଙ୍କର ଦେଖନ୍ତୁ, ଆମ ପାଖରେ ଦିଟି ଜିନିଷ ଅଛି, ହୁଏତ ଆମେ ତାକୁ ଫିଲ୍ କରିପାରୁନେ। ଏକ ତ ସାର୍। ହଉଛି ଆମ ପାଖରେ କେବଳ ଗୋଟିଏ ଜିନିଷକୁ ଧରନ୍ତୁ, ଆମେ ଗୁଡାଏ ଟେଷ୍ଟ କଲେ ଅଧିକ ପଇସା ଆସୁଛି। 20-25 ଟଙ୍କାରେ ଆମେ ଗୋଟେ ଜଣେ ମହିଳାଙ୍କର ଆମେ ହିମୋଗ୍ଲୋବିନ୍ ଆମେ ଚେକ୍ କରିଦେଇ ପାରିବା। 20-25 ଟଙ୍କା ବଡ କଥା ବି ନୁହେଁ। ସାର୍ ସାର୍ ତ ଆମେ ଯଦି ଗୋଟେ 100 ଜଣଙ୍କର କ୍ୟାମ୍ପ ଲଗେଇବା, ଯେ 100 ଜଣଙ୍କୁ ସାର୍ ଆମେ ଇନଭାଇଟ କରିବା ଯେ ସେମାନଙ୍କର ହିମୋଗ୍ଲୋବିନ୍ ଚେକ୍ କରିବା ପାଇଁ, ଲାବୋରେଟୋରୀ ବାଲାକୁ ଡାକିଦବା, ସେଠି ସେ ବ୍ଲଡ କଲେକ୍ସନ କରିକି ନେଲେ। ତ ସାର୍। 100 ଜଣଙ୍କୁ ଆମେ ଆମ ସିଡ୍ସ ର ଫର୍ମୁଲାରେ, ଆଜି ମନୀଷା ମ୍ୟାଡାମ କଣ କହିଲେ, ଯେ ଆଜ୍ଞା ଗୋଟେ କାମ ଆଜ୍ଞା କେବଳ ଶୋଇବା, ଯଦି ଆଉ ଅଲଗା କାମ କରିବାନି ତ ହବନି, ସବୁ ନା କାମ କରିବା। ସ୍ଲିପ, ସାର୍ ଶୋଇବା, ଏକ୍ସରସାଇଜ କରିବା, ଇମୋସନାଲ ୱେଲବିଙ୍ଗ କରିବା, ନା ତା ସହିତ ଡାଏଟକୁ ଠିକ କରିବା, ସପ୍ଲିମେଣ୍ଟ ଠିକ କରିବା। ତ ଇଏ ଯୋଉ ପ୍ରକାରର କହିଲେ, ତାକୁ ଯଦି ଆମେ ବାରମ୍ବାର ଶୁଣିବା, ତାହେଲେ ଆମର ବି ସବକନସିୟସ ମାଇଣ୍ଡରେ ହେଇପାରିବ। ଆମେ ଲୋକଙ୍କୁ ଟ୍ରେନିଂ ବି ଦେଇ ଦେଇପାରିବା। ଆଉ ୟା ଦ୍ୱାରା 5,000 ପିଭି ବି କିଛି ବଡ କଥା ବି ନୁହେଁ। ନ୍ୟୁଟ୍ରିଚାର୍ଜ ଓମେନ୍ ହେଲା, ନ୍ୟୁଟ୍ରିଚାର୍ଜ ଭେଜ ଓମେଗା ହେଲା, ଗାମା ଅରାଇଜିନାଲ ହେଲା, ନ୍ୟୁଟ୍ରିଚାର୍ଜ ପ୍ରୋଡାକ୍ଟ ବି ହେଲା, ଯେକୌଣସି ପ୍ରୋଡକ୍ଟ ବି ହେଲା। ତ ଇଏ ସବୁ ଜିନିଷକୁ ନେଇକି ଆମେ ଯଦି କରିବା, ହେଲ୍ଥ କାର୍ଡ, ରାଇସ୍ ବ୍ରାନ୍ ଅଏଲ ହେଲା, ତାକୁ ନେଇକି କରିବା, ତାହେଲେ 5,000 ପିଭି କମ୍ ନୁହେଁ। ଆଉ 5,000 ପିଭି ଯଦି ମୁଁ 100 ଜଣଙ୍କୁ କରିଦଉଛି, ତାହେଲେ ତ ମୁଁ ରୟାଲ୍ଟି ଆସିବ। ତ ଇଏ ପ୍ରକାରର ଟାର୍ଗେଟ ଯଦି ଆମେ ନବା, ତ କାଲି ସଞ୍ଜୀବ ସାର୍ ଯୋଉ କହିଲେ କି, ସଞ୍ଜୀବ ସାର୍ ସାର୍ ତ ସାର୍ ଫେବୃଆରୀ ହଁ ମାସରେ ଆସୁଛନ୍ତି, ଆମ ପାଖକୁ ଆସୁଛନ୍ତି, ଆମମାନେ ତାଙ୍କ ସାଙ୍ଗରେ ବସିବା, ଡିମାଣ୍ଡ ବି କରିବା। ଯୋଉ ମୁଜାଫରପୁର ଆଉ କାଲକାଟାର ଡିକ୍ଲାରେସନ ହେଲା, ତାଙ୍କରି ସାର୍ ମୋହର ବି ଆମେ ଓଡିଶାରେ, ଭୁବନେଶ୍ୱର ହଉ କିମ୍ବା ପୁରୀରେ ହଉ, କୋଉଠି ବି ହଉ, ତ ଆମେ ଆଜ୍ଞା ଡିମାଣ୍ଡ ବି କରିପାରିବା ଯେ ଯଦି ଆମର ସଂଖ୍ୟା ବଢିବ, ତ ଯଦି 500 ସଂଖ୍ୟାରେ ଆମେ ରୟାଲ୍ଟି ଆଚିଭର ହେଇଯିବା, ତାହେଲେ ସଂଖ୍ୟା ତ ଯଦି ସଂଖ୍ୟା ବଢିବ ତ ଆମେ କରିପାରିବା। ତ ଯଦି ପୁରା ଟିମ୍ ଆର୍କେ ଚାନ୍ଦର 500 ବି ଯଦି ଟାର୍ଗେଟ ନେଲା, ତାହେଲେ ଆମର ତ ଦାୟିତ୍ୱ ହଉଛି ମିନିମମ୍ 250 କରିବା। ସାର୍ 250 ସାର୍ ଲୋକଙ୍କୁ ଯଦି ଆମେ ରୟାଲ୍ଟି ଆଚିଭର କରିଦେଇ ପାରିଲେ, ତ ଇଏ ସଂଖ୍ୟା ହେଲା। ତ ସେଇ ସଞ୍ଜୀବ ଜି ସେ ବି ଡିକ୍ଲାର କରିବେ, ମୁଁ ଓଡିଶାରେ କରିବି। ତ ଇଏ ହଉଛି ଆଜ୍ଞା କଥା। ଆମେ ବି କିଛି କାହାଠୁ କମରେ ବି ନୁହନ୍ତି। ବହୁତ ବଢିଆ କଥା। ଓକେ, ଆଜ୍ଞା ଆପଣ ଚାହିଁଲେ କରିପାରିବେ ମ୍ୟାଡାମ। ତ ଆପଣଙ୍କର ସେମିତି ଶକ୍ତି ବି ଭଗବାନ ଦେଇଛନ୍ତି। ଆପଣଙ୍କ ସାଙ୍ଗରେ ଲୋକଙ୍କ ସାଙ୍ଗରେ ଏତେ ଆତ୍ମୀୟତାର ସହିତ ଆପଣ କଥା ହଉଛନ୍ତି, ଏତେ ଭଲ ଚିନ୍ତା କରୁଛନ୍ତି ଲୋକଙ୍କୁ। କିନ୍ତୁ ଗୋଟେ ରାସ୍ତା ପଡିଛି, ସେ ରାସ୍ତାରେ କେବଳ ଚାଲିବା ଦରକାର। ଓକେ, ସାର୍ ସାର୍ ବହୁତ ବଢିଆ କଥା। ନର୍ମଦା ମ୍ୟାଡାମ ଆଜି ଭିଡିଓ ମୋଡରେ ଅଛନ୍ତି। ମ୍ୟାଡାମ, କଣ ଟାର୍ଗେଟ ଅଛି ଆପଣଙ୍କର? କଣ ଶୁଣିଲେ? ଆପଣ ଅନମ୍ୟୁଟ କରନ୍ତୁ ମ୍ୟାଡାମ। ହଁ, ହଉ ସାର୍ ନମସ୍କାର, ଚାନ୍ଦ ସାର୍ଙ୍କୁ ବି ନମସ୍କାର। ଆଜ୍ଞା, ସାର୍ ନମସ୍କାର। ଥଣ୍ଡା ଯେ ମୁଁ କଥା କଲାବେଳକୁ ମୋର କାଶ ଉଠୁଛି। କିଛି ନାହିଁ, ନାଇଁ କୁହନ୍ତୁ, ଆମେ ମାନେ ଅଛୁ ନା ଆପଣଙ୍କ ସାଙ୍ଗରେ। ଚେଷ୍ଟା କରିବୁ ନୂଆ ନୂଆ ମେମ୍ବର ସବୁ କରିବା ପାଇଁ କି ସେମାନେ କେମିତି 5,000 ବିଭି ପ୍ରତି ମାସରେ କରିପାରିବେ, ତା ପ୍ରତି ଆମେ ଧ୍ୟାନ ଦବୁ। ସେମାନଙ୍କୁ ଯାଇକି ବୁଝାବୁଝି କରିବୁ, ସବୁ କରିବୁ। ଆମେ ଯେତେ ଦୂର ଚେଷ୍ଟା କରିପାରିବୁ ସେତିକି କରିବୁ। ଚେଷ୍ଟା କରିବୁ ବେଶୀ ମେମ୍ବର ସଂଖ୍ୟା ବଢେଇବା ପାଇଁ, କାହିଁକିନା ମେମ୍ବର ବେଶୀ ହେଲେ ସେମାନେ ସେଇ ଅନୁସାରେ ଜିନିଷ ପରଚେଜ କରିବେ, ତାଙ୍କର ବି ବିଭି ବଢିବ। ସେଇଆକୁ ଧ୍ୟାନ ରଖି କାମ କରିବୁ ଆଉ କଣ। ମ୍ୟାଡାମ, ଗୋଟେ କାମ ଆଜି କରିବା, ଯେ ଆଜି ଗୋଟେ ଲିଷ୍ଟ କରିବା, ଯେ କୋଉମାନଙ୍କୁ ଆମେ ବହୁତ ଭଲ ପାଉଛେ। ସେ ଲିଷ୍ଟ ଆଜି ଆମେ କରିବା, ଆଜ୍ଞା ଯେ ଯୋଉମାନଙ୍କୁ ଭଲ ଆଜ୍ଞା ପାଉଛେ, ଯୋଉମାନେ ଇଏ ଦୁନିଆରେ ବଞ୍ଚି ରହିବା ଦ୍ଵାରା ଆପଣଙ୍କୁ ଖୁସି ଲାଗିବ। ଆଜ୍ଞା ସେମାନଙ୍କର ଏନିମିକ୍ ପେସେଣ୍ଟ ସେମାନେ ହେବେନି। ବହୁତ ଗୋଟେ ଲିଷ୍ଟ କରିବା। ଯଦି ଲିଷ୍ଟ ଆମ ପାଖରେ ରହିଗଲା ନା, ଆମେ ତା ଉପରେ ହଁ କାମ କରିବାକୁ ଇଜି ହେଇଯିବ। ହଁ ଆଜ୍ଞା ଠିକ କଥା। ଓକେ, ଠିକ ଅଛି। ଆ, ତ ଆ, ଆମେ ଶୁଣିବା ମିନତି ମ୍ୟାଡାମଙ୍କଠୁ।
ଆଜ୍ଞା ଅନମ୍ୟୁଟ୍ କରନ୍ତୁ ଆଜ୍ଞା। ଆଜ୍ଞା କୁହନ୍ତୁ। ଆକ୍ଚୁଆଲି ମୁଁ କହିବି କି ମିନତି ମ୍ୟାଡାମଙ୍କର ତ ଲୋକ ସମ୍ପର୍କ ବହୁତ ଅଧିକା। ଖାଲି ଚାର୍ଜ ନାହିଁ ନିଜକୁ ବୋଲି ମୁଁ ଏତିକି ଖାଲି କହିବି ମିନତି ମ୍ୟାଡାମ ଆପଣଙ୍କୁ ଯେ ଆପଣ ନିଜକୁ ଖାଲି ଚିହ୍ନି ଯାଆନ୍ତୁ ନା, ଦୁନିଆରେ କିଛି ବି କରିଦେବେ ଆପଣ। ଆଜ୍ଞା ଅନମ୍ୟୁଟ୍ କରନ୍ତୁ। ଆଜ୍ଞା କୁହନ୍ତୁ, ଟିକେ ଆପଣ ଅନମ୍ୟୁଟ୍ କରିବେ। ହଁ କୁହନ୍ତୁ। ମ୍ୟୁଟ୍ କାହିଁ ହେଇଯାଉଛି? ଅନମ୍ୟୁଟ୍ କରନ୍ତୁ। ଆପଣଙ୍କର ଅନମ୍ୟୁଟ୍ ର ଅପସନ୍ ଯାଉଛି, ଅନମ୍ୟୁଟ୍ ହିଁ କରନ୍ତୁ, ମ୍ୟୁଟ୍ କରନ୍ତୁନି। ଅନମ୍ୟୁଟ୍ ହାତ ମାରି ଦିଅନ୍ତୁ। ହୁଁ, ଠିକ ଅଛି ହଉନି ମୁଁ ଅନମ୍ୟୁଟ୍। ହଁ ଅନମ୍ୟୁଟ୍ ହେଇକି ପୁଣି ମ୍ୟୁଟ୍। ହଁ କୁହନ୍ତୁ କୁହନ୍ତୁ ଏଥର କୁହନ୍ତୁ। ନମସ୍କାର ସାର୍, ମୋର ନେଟ୍ ପାଇଁ ଟିକେ ଅସୁବିଧା ହଉଛି। ଆଉ ମୁଁ ତ ସକାଳୁ କାଲି ବି ଶୁଣିପାରୁନି, ଆଜି ଟିକେ ଡେରିରେ ଉଠିଲି, ଏବେ ଅନ୍ କରିଥିଲି, ଏବେ ଟିକେ ଆଗରୁ। ଆଉ ସମସ୍ତଙ୍କ ଠାରୁ ଶୁଣିଲି, ମୁଁ ବି ସେଇ ଜାରି ରଖୁଛି। 2 ମାସ ଭିତରେ ଯାହା ଗୋଟେ ଦେଖେଇବି ଆଉ। ଦେଖନ୍ତୁ ଆଜି ଆଜି ଆପଣଙ୍କର କାମ କଣ? ଆଜି ହଉଛି କାମ କଣ, ଯୋଉ ଆପଣ ୟୁଟ୍ୟୁବ କୁ ଆଜି ଆପଣ ଶୁଣିବେ, ଆଉ ନିଜେ Yes, ଶୁଣିବେ, ଝିଅକୁ ବି କହିବେ ଶୁଣିବା ପାଇଁ। ଆଜିର ଯୋଉ ୟୁଟ୍ୟୁବ ଟା ଅଛି ଆମର ଗୁରୁକୁଳର ୟୁଟ୍ୟୁବ ଟାକୁ, yes, ତାକୁ ନିଜେ ଶୁଣିବା, ଆଉ ଟିମରେ ସମସ୍ତଙ୍କୁ ଶୁଣେଇବା। ଆଉ ହଁ ଶୁଣିଦେବି। ନିହାତି, ଆଉ ପରମାତ୍ମା ଏତେ ବଡ ଶକ୍ତି ଦେଇଛନ୍ତି ନା, ରୟାଲଟି ଆଚିଭର ଆପଣଙ୍କର ମାନେ କିଛି ବି ନୁହେଁ। ଆପଣ ଚାହିଁଲେ ତ ଇଏ 3 ମାସ ଭିତରେ 8% ରୟାଲଟି ହେଇଯାଇ ପାରିବେ, ମାନେ 7 ଲକ୍ଷର ବିଜନେସ ଆପଣ କରିଦେଇ ପାରିବେ। ଇଏ ଶକ୍ତି ଅଛି ଆପଣଙ୍କ ପାଖରେ, ଆପଣ ମାନେ କରିପାରିବେ। ଆପଣଙ୍କର ଆଶୀର୍ବାଦ, ନା ନା ନା, ଇଏ ସବୁ କିଛି ସାର୍ ନାହିଁ। ମାନଙ୍କର ଦେଖନ୍ତୁ ଆଶୀର୍ବାଦ। ଆପଣ ବୟସରେ ମୋଠୁ ବଡ, କିନ୍ତୁ ଆପଣ କରିପାରିବେ। ଏଇଟା ଏଇଟା ମାନେ ମୁଁ ଜଳ ଜଳ ହେଇକି ଦେଖୁଛି ଆଜି ଯୋଉ ପର୍ଯ୍ୟନ୍ତ ଯୋଉମାନେ ବି ରୟାଲଟି ଆଚିଭମେଣ୍ଟ କରିଛନ୍ତି, ମୁଁ ଭାରତବର୍ଷରେ ବହୁତ ସାରା ରୟାଲଟି ଆଚିଭର ଦେଖିଛି। ତ ଯୋଉମାନେ ବି କରିଛନ୍ତି, ତ ଆପଣଙ୍କର ତାଙ୍କଠୁ କେଇ ଗୁଣାର ଶକ୍ତି ଅଛି, ସେଇ ଗୁଣାର ମାନେ ଅଛି, ତ ଆପଣ କରିପାରିବେ। କିନ୍ତୁ ନିଜକୁ ଚିହ୍ନିବା ନିହାତି ଦରକାର ଆପଣ। ତ ଆଜି ଗୋଟିଏ କାମ କରନ୍ତୁ, ଇଏ ୟୁଟ୍ୟୁବ ର ଲିଙ୍କକୁ ସମସ୍ତଙ୍କୁ ପଠାନ୍ତୁ, ଆଉ ସମସ୍ତେ ଦେଖିଲେ କି ନାହିଁ ଟିମରେ ତାକୁ ଟିକେ ଫଲୋ କରନ୍ତୁ। ଏତିକି ଖାଲି କାମ କରେ, ଦେଖିବେ ଆପଣଙ୍କର କାମ ହେଇଯିବ। ଏବେ ଦେଖିଲେ କରିବେ। କି ନାହିଁ, ମାନେ ଆଜିର ଯୋଉ ଗୁରୁକୁଳକୁ ଦେଖିଲେ କି ନାହିଁ କରିବେ, ତ ଆମେ ବହୁତ ବଡ କ୍ୟାମ୍ପ କରିପାରିବା। ହଜାର ହଜାର ଲୋକଙ୍କୁ, ଶହ ଶହ ଲୋକଙ୍କୁ ଡାକିକି ତାଙ୍କର ହିମୋଗ୍ଲୋବିନ୍ କୁ ଚେକ୍ କରିଦେଇ ପାରିବା। ତ ହିମୋଗ୍ଲୋବିନ୍ କୁ ଚେକ୍ କରିକି ତାକୁ ହିମୋଗ୍ଲୋବିନ୍ ର ଅଭାବରେ କଣ ହୁଏ, କଣ କଣ ଅସୁବିଧା ହୁଏ, ତାକୁ ଆମେ ଆୱାର କରେଇବା, ତାକୁ ସିଡ୍ସ ଫର୍ମୁଲା ଦେଖେଇବା। ତାକି କଣ ହବ ନା, ଜଣେ ଜଣେ ଲୋକଙ୍କଠୁ 5,000 ପିବି କିଛି ବଡ କଥା ବି ନୁହେଁ, ଇଏ ବି ହେଇଯାଏ। ସେଇଟା କରିବୁ ବୋଲି ଆମେ ପ୍ଲାନିଂ ସବୁ କରିଛୁ। ମିତାଞ୍ଜଳି ମ୍ୟାଡାମ ତ କହିଲେ ସେଇଟା, ଆମେ ସବୁ ପ୍ଲାନିଂ କରିଛୁ କରିବୁ ବୋଲି। କରନ୍ତୁ, କାରଣ ଦୁନିଆ ବହୁତ ଆଗେଇ ଗଲାଣି, ଆମେ ବହୁତ ପଛରେ ଅଛେ। ତ ଦୁନିଆ ଯୋଉଠି ଆଗେଇ ଗଲାଣି, ଆଉ ଆମେ ଯଦି ଆରସିଏମ, ଦେଖନ୍ତୁ ଆମେ ଭାଗ୍ୟବାନ ବୋଲି ଆମେ ଆରସିଏମ ରେ ଅଛେ, ଯିଏକି ଚିନ୍ତା କରୁଛି ଯେ ରୋଗମୁକ୍ତ ଭାରତର ଚିନ୍ତା କରୁଛି। କିନ୍ତୁ ଆମେ ଯଦି ଏତେ ବହୁତ ଭଲ ଜାଗାରେ ଆମକୁ ଭଗବାନ ନେଇକି ପହଞ୍ଚେଇଛନ୍ତି, କିନ୍ତୁ ଆମେ ସେଇ ଜାଗାରେ ପହଞ୍ଚି ସାରିଲା ପରେ ମାନେ ମୁଁ ତ କହିବି ଯେ ଅର୍ଜୁନଙ୍କୁ ଭଗବାନ ନେଇକରି ଯୁଦ୍ଧ ସ୍ଥଳରେ ପହଞ୍ଚେଇ ଦେଲେ, ମହାଭାରତ ଯୁଦ୍ଧ ସ୍ଥଳରେ। ଅର୍ଜୁନ ଯଦି ଦୌଡ଼ିକି ପଳେଇ ଆସିଥାନ୍ତେ, ଆଜି ତାଙ୍କ ନାଁ କେହି କହିନଥାନ୍ତେ। ତ ଆମକୁ ହଁ, ସେ ଜାଗାରେ ପହଞ୍ଚେଇ ଦେଇଛନ୍ତି, ଯୋଉଥିରେ କି ଆମେ ସମାଜର ବହୁତ ସାରା ଉଦ୍ଧାର ଆମେ କରିପାରିବା। ତ ଯଦି ଆମେ ସ୍ପିଡରେ ନ କରିବା, ତାହେଲେ ଆମେ ବହୁତ ପଛରେ ରହିଯିବା। ତ ଆଚ୍ଛା ଠିକ ଅଛି। ବହୁତ ବହୁତ ଧନ୍ୟବାଦ। ନିଜକୁ ଟିକେ ଚିହ୍ନନ୍ତୁ, ବହୁତ ବଡ ନମସ୍କାର। କାମ କରିପାରିବେ। ଠିକ ଓକେ ଅଛି, ସବୁ ସାର୍ ମାନେ ଆଶୀର୍ବାଦ ମୋ ମୁଣ୍ଡ ଉପରେ ହାତ ଥାଉ, କରିବି ଯଦି ଆଶା ରଖିଛନ୍ତି ତାର ହାତ ରଖିଥାଉ। ଓକେ, ଆମେ ମିଶିକି କରିପାରିବା। ନମିତା ମ୍ୟାଡାମ ଆଜ୍ଞା। ସାର୍ ନମସ୍କାର, ଚାନ୍ସଙ୍କୁ ମୋର ନମସ୍କାର, ଜୟ ଆଶ୍ରମ। ସାର୍ ତ କାଲି ବହୁତ ବଢିଆ ଜିନିଷ ସଞ୍ଜୀବ ସାର୍ କହିଲେ ଉଡିବା ପାଇଁ। ଦେଖାଯାଉ, ମୋ ପୋଜିସନ ତ ବର୍ତ୍ତମାନ ବିଗ୍ନର ପୋଜିସନରେ ରହିଛି। ମୁଁ ଭାବୁଛି ଏ ମାସରେ ନିଶ୍ଚୟ ଟାର୍ଗେଟ ନେବି ଷ୍ଟାର୍ଟର ପୋଜିସନ କୁ। ମୋ ଟିମ୍ କୁ ବି ବଢେଇବି, ତାଙ୍କୁ ସବୁ କହିବି ଅଧିକ ଅଧିକ କିଣିକିରି ଗ୍ରୋଥ କରିବା ପାଇଁ। ଆଉ ସେ ତ ଏନିମିଆ ମୁକ୍ତି କେମିତି ହବ, ଆମ
ଅପା ମୁଁ ଦି ଜଣ ଯାକ ଅଛୁ ତ ଘରେ, କେତେବେଳେ କେମିତି ଲୋକଙ୍କୁ ମିଟ୍ କରିକିରି ଆମେ କେମିତି ତାକୁ ହଉଛି ଗୋଟେ ଗୋଟେ ଜାଗାରେ ମିଟିଂ କରିବୁ, ତାଙ୍କର ଇଏ ଇଲନେସ୍ ପାଇଁ ପ୍ରୋଗ୍ରାମ କରିବୁ, କ୍ୟାମ୍ପ କରିବୁ, କରିକିରି ତାକୁ ବଢେଇବୁ। ଦେଖାଯାଉ ସାର୍ କଣ ହଉଛି 3 ମାସରେ ଟାର୍ଗେଟ ଆଗକୁ। ହଁ ସାର୍ ନାଇଁ ଏତେ ଆକ୍ଚୁଆଲି କଣ ମ୍ୟାଡାମ ଗୋଟେ ଷ୍ଟ୍ରଙ୍ଗ ମେଣ୍ଟାଲିଟିରେ ଯଦି ଚିନ୍ତା କରିବା ତାହେଲେ ହେଇପାରିବ। ମୁଁ ଏଟା କରିବି ମାନେ କରିଦେଇ ପାରିବି। ଦେଖନ୍ତୁ, ବଡ ଧରଣର ସକ୍ସେସ୍ ପାଇବା ପାଇଁ ଆମକୁ କଣ କରିବା ଦରକାର? ଧରନ୍ତୁ ଏବେ ଗୋଟେ କ୍ୟାମ୍ପ ଆପଣ କଲେ, କ୍ୟାମ୍ପ କରିବା ପୂର୍ବରୁ ଗୋଟେ 100 ଜଣଙ୍କର ଲିଷ୍ଟ ଆମେ ତିଆରି କରିଦବା। ତ ଆଜ୍ଞା 100 and above ଲିଷ୍ଟ ଗୋଟେ ତିଆରି କରିବା, ଯେ ଯୋଉମାନେ କ୍ୟାମ୍ପ ଆମେ ହିମୋଗ୍ଲୋବିନ ଟେଷ୍ଟ ହବ, ଆଉ କୋଉ ମାନେ ଆସିବେ, କିଏ ଆରସିଏମ ରେ ଜଏନ କରନ୍ତୁ ନ କରନ୍ତୁ ସେମିତି ନାହିଁ। ତ ତାଙ୍କୁ ଆମେ ଫୋନରେ କଥା ହବା, ଆଉ କନଫର୍ମ ବି କରିବା, 100 ଜଣଙ୍କର କନଫର୍ମ କରିବା। ଆମେ ଲ୍ୟାବ ବାଲାଙ୍କୁ ଡାକିବା, ସେମାନଙ୍କୁ ଗୋଟେ ନୋମିନାଲ ପ୍ରାଇସ ରେ ସେମାନଙ୍କର ହିମୋଗ୍ଲୋବିନ ଚେକ୍ ହବ। ତ ସେମାନଙ୍କୁ ହିମୋଗ୍ଲୋବିନ ଚେକ୍ ହେଇ ସାରିଲା ପରେ ହିମୋଗ୍ଲୋବିନ ର ଡେଫିସିଏନ୍ସିରେ ମହିଳା ମାନଙ୍କର 12 ଗ୍ରାମ ରୁ କମ ପର ଡେସିଲିଟର, ତ 12 ଗ୍ରାମ ରୁ କମ, ପୁରୁଷ ମାନଙ୍କର 14 ଗ୍ରାମ ରୁ କମ। ତ ହିମୋଗ୍ଲୋବିନ ର ଡିଫିସିଏନ୍ସିରେ କଣ କଣ ଅସୁବିଧା ହୁଏ ତାଙ୍କୁ ସେଟାକୁ ପ୍ରେଜେଣ୍ଟ କରିବା ୱିଥ୍ ପ୍ରୋଜେକ୍ଟର। ତା ସହିତ ଆମେ ଏ କଥା ବି କରିପାରିବା ଯେ କଣ କରିବା ଦ୍ୱାରା ହିମୋଗ୍ଲୋବିନ ଇନକ୍ରିଜ ହଉଛି, ପ୍ରୁଫ୍ ଦେଖେଇବା। ଆଜ୍ଞା ତ ଆମ ପାଖରେ ତ ବହୁତ ଆଜ୍ଞା ସାରା ପ୍ରୁଫ୍ ବି ଅଛି। ତ ୟା ଦ୍ୱାରା 5000 ପିପିପି କିଛି ବଡ ବି କିଛି ବଡ କଥା ନୁହେଁ। ଆମେ ଯଦି ମାଇଣ୍ଡରେ ରଖିଦେଲେ ଯେ ସମସ୍ତେ ଯେତେବେଳେ ଡେଭଲପ କରି କରି ଚାଲିଛନ୍ତି, ତାହେଲେ ମୁଁ ଯଦି ଆଜ୍ଞା ପଛରେ ରହିଯିବି, ତାହେଲେ ଏଭଳି ଗୋଟେ ବହୁତ ବଡ ଅଭିଯାନରେ ଆମେ ରହିକି ତାହେଲେ ଲାଭ କଣ ହେଲା? ତ ସେଥିଲାଗି ଆଜି ଏବେ ପ୍ରିପେୟାର ଯଦି ଆମେ କରିଦବା, ତାହେଲେ ଆମେ କରିବା ତ ଆଜ୍ଞା କରିଦବା। ଯେକୌଣସି କାମକୁ ଆମେ ଚାହିଁବା କରିବା ପାଇଁ ଆମେ କରିଦବା, କିଛି ବଡ କଥା ବି ନୁହେଁ। କିନ୍ତୁ ଆମକୁ କରିବାକୁ ହେଲେ ପ୍ରଥମେ ନିଜ ମାଇଣ୍ଡକୁ ସେଟ୍ କରିବାକୁ ଅଛି। ଦୁନିଆ କିଏ ଆସୁ ନ ଆସୁ, ମୋ ସାଙ୍ଗରେ କିଏ ରହୁ ନ ରହୁ, ମତେ କରିକି ଦେଖେଇବାକୁ ଅଛି। ଇଏ ହେଡଷ୍ଟ୍ରଙ୍ଗ ଆମକୁ ଯଦି ଆମେ ହେଇଗଲେ, ତାହେଲେ ବହୁତ ବଢିଆ କାମ ହେଇପାରିବ। ଓକେ, ଥ୍ୟାଙ୍କ ୟୁ। ଚାନ୍ଦ ସାର୍ଙ୍କଠୁ ଆମେ ଶୁଣିବା ଆଜି, ତାଙ୍କର ଆଶୀର୍ବାଦ ନବା, ଆଉ ଆମେ ସକ୍ସେସ୍ ହେଇକି ଦେଖେଇବା। ସାର୍ ୱେଲକମ୍ ସାର୍। ନମସ୍କାର। ସାର୍ ନମସ୍କାର। ନମସ୍କାର ନମସ୍କାର। ନମସ୍କାର, ଜୟ ସିଏମ୍। ସାର୍ ଜୟ ନମସ୍କାର ସାର୍, ଜୟ ଆରସିଏମ, ଶ୍ରୀ ଜୟ ଆରସିଏମ, ସାର୍ ଚାର୍ଜ ନମସ୍କାର। ଆଜି ନ୍ୟୁଟ୍ରି ସାର୍। ସାରଙ୍କ ସାର୍ ସାରଙ୍କ ନମସ୍କାର ଟୋପିଟା ବଢିଆ ନମସ୍କାର। ଦେଖାଯାଉଛି। ମେରା ଚାର୍ଜ ନ୍ୟୁଟ୍ରିକ ଚାର୍ଜ। ଆରତି ମ୍ୟାଡାମ ମୁଁ କଣ କହିଲେ? ହ୍ୟାଲୋ। କହିଲି ଆଜି ଟୋପିଟା ବଢିଆ ଦେଖାଯାଉଛି, ମୁଁ କାଶ୍ମୀରରୁ ଟିକେ ଆସିଲା ମୁଁ ବେଳକୁ। ଟିକେ ବାହାରକୁ ଆସିଛି, ଆମର ଟିକେ ଜରୁରୀ କାମରେ ମୁଁ କୋଲକାତା ଆସି ପହଞ୍ଚିଲି ଏବେ। ଓହୋ। ହଁ, ଏଠି 2 ଦିନ ଖଣ୍ଡେ ରହିକିରି ଆମେ ରିଟର୍ନ କରିବୁ। ତ ଶୀତ ଭାରି ଏଠି ପଡିଯାଇଛି। ଏଠି ବେଲୁର ମଠରେ ଆମେ ଅଛୁ ଆସିକିରି, ତ ଏଠି ଗଙ୍ଗା ନଦୀ କୂଳରେ, ତ ଭାରି ଶୀତ ହଉଛି। ଆଚ୍ଛା, ଆପଣ ମାନଙ୍କର ସବୁ ତ ଶତପଥୀ ସାରଙ୍କଠୁ ଆପଣ ମାନେ ବୁଝୁଥିଲେ। ପ୍ରକୃତରେ ଏ ଯୋଉ ଆଜିକାର ଯାହା ଡିସ୍କସନ ଟା, ଯାହା ଶତପଥୀ ବାବୁ କହୁଥିଲେ, ତାର ମାନେ ଦରକାର କଣ 50-100 ଲୋକଙ୍କର ଭିତର ପାଇଁ ଏ କଥା। ଆଜିର ଶତପଥୀ ସାର୍ ଯୋଉ କଥା ସବୁ ବୁଝଉଥିଲେ, ସିଏ ତାର ମାନେ ଆପଣଙ୍କର 50 ଲୋକଙ୍କର ବସିବାର ଏମିତି ଗୋଟେ ହେଲେ ଇଏ କାର୍ଯ୍ୟକାରୀ ହବା ପାଇଁ ହବ। ଏଥିପାଇଁ ଦାୟିତ୍ୱ ବେଶୀ ରହୁଛି ରୟାଲଟି ଆସିବ ଆମର ସାହୁ ବାବୁଙ୍କର, ଆଉ ଏକ୍ସପିରିଏନ୍ସ ଯୋଉମାନେ ସୁକାନ୍ତ ବାବୁଙ୍କର, ଆରତୀ ମ୍ୟାଡାମଙ୍କର ବି ତ ଏକ୍ସପିରିଏନ୍ସ ହେଲାଣି। କିନ୍ତୁ ଯଦି ସାହୁ ବାବୁ ତାଙ୍କର ଏଇ ଯୋଉ ଅରତି ମ୍ୟାଡାମକୁ ଯଦି ଯାହା ଯାହା ସବୁ ମିତାଞ୍ଜଳି ମ୍ୟାଡାମ, ମିନତି ମ୍ୟାଡାମ, ନମିତା ମ୍ୟାଡାମ, ସେମାନେ ସବୁ ନୂଆ ଆସିଛନ୍ତି, ତାଙ୍କ ମନରେ ବହୁତ କିଛି କରିବାର ଅଛି। କିନ୍ତୁ ସେମାନଙ୍କୁ କରିବା ପାଇଁ ସହଯୋଗ ଯଦି ନ କରିବେ, ତାହେଲେ ସେମାନେ କରିପାରିବେନି। ସିଧା କଥା, ଆପଣ ମାନେ ଯାହା ବୁଝୁଥିବେ, କରିପାରିବେନି ସେମାନେ। ଆମେ ତାଙ୍କୁ ଯେତେ ମୋଟିଭେସନ ଦେଲେ କଣ ହବ? ତାଙ୍କର କେତେ ଦୂର ସେମାନେ ଯାଇପାରିବେ? ଲୋକଙ୍କୁ କଥା କହିଲା ବେଳକୁ ସେମାନେ କିଏ ଶୁଣିବନି ତାଙ୍କ କଥା, କେମିତି କହିଲେ ଶୁଣିବେ, କୋଉ ପ୍ରକାର ହେଲେ ସେମାନେ ଜାଣିନାହାନ୍ତି, କିଛି ଅନୁଭୂତି ହେଇନି ତାଙ୍କର। କିନ୍ତୁ ତାଙ୍କର ଅଛି ଆଗ୍ରହ, ଅଛି ଉତ୍ସାହ ଅଛି, ନହେଲେ ସକାଳୁ ସକାଳୁ ବସିଛନ୍ତି କାହିଁକି? କିନ୍ତୁ ତାଙ୍କୁ ସେଇଭଳି ମାନେ ସହଯୋଗ ଦରକାର। ଆଉ ସେ ସହଯୋଗ କରିବେ ପାଇଁ ଶତପଥୀ ସାର୍ ବା କେତେ କରିପାରିବେ? ତେଣୁ ସାହୁ ବାବୁ ଯଦି ସହଯୋଗ ନ କରିବେ, ସେଇଭଳି ଭାବେ ପ୍ରାୟ ସପ୍ତାହକୁ ଥରେ ଯାଇ ମିନତି ମ୍ୟାଡାମଙ୍କ ସହିତ, ଟିମ୍ ସହିତ, ମିନତି ମ୍ୟାଡାମଙ୍କୁ କହିବେ ସିଏ 5 ଜଣଙ୍କୁ ଡାକିବେ, ମିତାଞ୍ଜଳି ମ୍ୟାଡାମଙ୍କୁ କହିବେ ସିଏ 5-7 ଜଣଙ୍କୁ ଡାକିବେ, କେତେବେଳେ ନମିତା ମ୍ୟାଡାମଙ୍କୁ କହିବେ ସିଏ 5-7 ଜଣଙ୍କୁ ଡାକିବେ। ତାଙ୍କୁ କେମିତି ବୁଝିବାକୁ ପଡିବ, କେମିତି କହିବାକୁ ପଡିବ, କେମିତି ଡାଇମଣ୍ଡ କ୍ଲବ କରିବାକୁ ପଡିବ, ଏଗୁଡେ ଯିଏ ଜଣେ ଅନୁଭୂତି ସମ୍ପନ୍ନ ରୟାଲଟି ଆସିବ ଯେମିତି କହିପାରିବେ, ଏମାନେ କଣ କହିପାରିବେ ସେମିତିକା?
କହିଲେ ସାହୁ ବାବୁ ମୁଁ କହିପାରିବେ? ସହଯୋଗ କରିବି। ସହଯୋଗ କରିବା ନୁହେଁ, ପୁରା ଆପଣ ଯଦି ଆମେ କହିବା ଯେ ଏଇଟା କରିବା ଉଚିତ, ସେଇଟା କରିବା ଉଚିତ, ଏଇଟା କରିଲେ ଭଲ ହବ, ତାହେଲେ କିଛି ନାଇଁ, ହବନି। ସହଯୋଗ ଯଦି ଆପଣ ଯିବେ ମିନତି ମ୍ୟାଡାମ ସହିତ କଥାବାର୍ତ୍ତା କରିବେ ଯେ ମୁଁ ଆପଣଙ୍କର ମାନେ ପ୍ରତି ସପ୍ତାହରେ 2 ଥର 3 ଥର କରିକରି ସିଏ 5-10 ଜଣ ଲୋକଙ୍କୁ ଡାକିବେ, ଯାଇକିରି କଥାବାର୍ତ୍ତା କରିବେ, ତାଙ୍କୁ ବୁଝେଇବେ ଡାଇମଣ୍ଡ କ୍ଲବ କଣ, କେମିତି କରିବାକୁ ପଡିବ, କଣ ଇଏ ସବୁ କରିବାକୁ ପଡିବ। ଜଣଙ୍କୁ ଡାଇମଣ୍ଡ କ୍ଲବ କରିବା କଣ ଏତେ ଇଜି ନୁହେଁ, ଭାରି ଇଜି, କିନ୍ତୁ କୋଉ କଥା କହିଲେ ଇଜି ହବ ସେଇଟା ଜଣେ ଏକ୍ସପିରିଏନ୍ସ ଲୋକ ବେଶୀ କହିପାରିବେ। ତ ଏଇଟା ଏଇଟା ମାନେ ସବୁ ସତ କଥା, ଜଣେ ଏକ୍ସପିରିଏନ୍ସ ଲୋକ କୋଉ କୋଉ ଶବ୍ଦ ବ୍ୟବହାର କରିଲେ ଜଣଙ୍କୁ ମୋଟିଭେସନ କରିପାରିବେ ସିଏ କହିପାରିବେ। ଆଉ ଜଣେ ନୂଆ ନୂଆ ସବୁ ଆସୁଛନ୍ତି, ଅଳ୍ପ ଦିନ ଆସିଛନ୍ତି, ସେମାନେ ଲାଗି ପଡିକିରି ତାଙ୍କର ସ୍ୱପ୍ନ ନେଇକିରି ସେମାନେ ଆସୁଛନ୍ତି, ତାଙ୍କୁ କହିବା ଆମେ ତମେ କର 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 କର, ସେମାନେ କଣ କରିବେ? ସେମାନେ ତାଙ୍କର ବାଧା ସେମାନେ ଆସିବେ, ରହିଯିବେ ସେ ସବୁ। ତାଙ୍କୁ ବେଶୀ ଠେଲିଲେ ଯେତେବେଳେ ଦେଖିବେ ହେଇପାରୁନି ସେ ରହିଯିବେ ଚୁପଚାପ। ତେଣୁ ସେଠି ଯାଇକିରି ପହଞ୍ଚିବା ଦରକାର। ସେମିତି ସୁକାନ୍ତ ବାବୁ ମନୋଜ ବାବୁଙ୍କୁ ଯଦି ସେଇଭଳି ସହଯୋଗ, ମନୋଜ ବାବୁ ତ ବଢିଆ କଥା କହିଲେ 15 ତାରିଖରୁ ଯଦି 15-20 ଲୋକଙ୍କୁ କରିଦେବେ ଗୁରୁ, ତାହେଲେ ମୁଁ 25 ଲୋକଙ୍କୁ କରିବି। କେତେ ଚ୍ୟାଲେଞ୍ଜିଂ କଥା କହିଲେ ସୁକାନ୍ତ ବାବୁ। ଆଉ ସୁକାନ୍ତ ବାବୁ ଯଦି କହିବେ ତାପରେ କଣ କହିବେ, ଏଇଥି ଯୋଗୁ ମୁଁ କରିପାରିଲିନି, ସେଇଥି ଯୋଗୁ କରିପାରିଲିନି, ବିଲରେ ଏମିତି କାମ ପଡିଲା, ମୋର ଏମିତି ହେଇଗଲା, ସେମିତି ହେଇଗଲା, ଇଏ ପ୍ରକାର ଯଦି କରିବେ ସୁକାନ୍ତ ବାବୁ ତାହେଲେ କିଛି ହବନି। କରିବେ ସେମିତି କି ଆପଣ? ଶୁଣନ୍ତୁ ନାଇଁ ସାର୍। ନା, ସେ କୌଣସି ପ୍ରକାର ଦେଖନ୍ତୁ, ମୁଁ ସ୍ପଷ୍ଟ ଶତପଥୀ ବାବୁ ତ ବହୁତ ଆପଣ ମାନଙ୍କୁ ସ୍ନେହ ଶ୍ରଦ୍ଧାରେ କଥା କହୁଛନ୍ତି, ସେଥିରେ ଆପଣ ମାନଙ୍କର କଣ ମନ ଭିତରେ ପରିବର୍ତ୍ତନ ହଉଛି ସେ ଯେ ମାନେ ମୁଁ ଜାଣିପାରୁଛି। କିନ୍ତୁ ମୁଁ ଯୋଉଟା କହୁଛି ଆପଣ ମାନଙ୍କୁ ହୁଏତ ପ୍ରାକ୍ଟିକାଲି କଥା କହୁଛି। ଆପଣ ଯଦି ଚାହିଁବେ ସୁକାନ୍ତ ବାବୁ ଆପଣ ବହୁତ କରିପାରିବେ। ଆପଣ ଯଦି ଚାହିଁବେ, ମିନତି ମ୍ୟାଡାମ ଯାହା ଚାହିଁବେ ଯଦି ଆମେ କହିବା ଯେ ଆପଣ ବି 50 ଲୋକଙ୍କୁ କରିପାରିବେ, କିନ୍ତୁ ଆପଣ 50 ଲୋକଙ୍କୁ କରିପାରିବେ, ଆପଣଙ୍କର ସେ କ୍ୟାପାସିଟି ଅଛି, ଆପଣଙ୍କର ସେ ଅଛି। କିନ୍ତୁ ସେଇଟା ଆପଣ କହିବେ 15-20 ଲୋକଙ୍କୁ କରିଦେବି, 25 ଲୋକଙ୍କୁ କରିଦେବି, କିନ୍ତୁ ମନୋଜ ବାବୁଙ୍କ କଥା ଶୁଣନ୍ତୁ। ଆପଣ ଯଦି 15 ତାରିଖ ଭିତରେ, ଆଜି ହେଲା 8 ତାରିଖ, ଆଉ 7 ଦିନ ଭିତରେ ଆପଣ 20 ଲୋକଙ୍କୁ 5000 ବିବିର କରିଦେବେ ଯଦି, ତାହେଲେ ମନୋଜ ବାବୁ 25 ଲୋକଙ୍କୁ କରିବେ। କେତେ ଚ୍ୟାଲେଞ୍ଜିଂ କଥା କହିଲେ ଆପଣଙ୍କର ଶିଷ୍ୟ। এইଭଳି କଥା। ଆଉ ଏଥିରେ ଦୋଗଲବାଜି ଟାଇପର ଆମେ କଥାବାର୍ତ୍ତା କରିବାନି, ଇଏ ପୁରା ହାର୍ଟ ଖୋଲିକିରି। କାଲି ସଞ୍ଜୀବ ସାର୍ ଯେମିତି ଭାବରେ କହିଲେ, ଆରତୀ ମ୍ୟାଡାମଙ୍କର ଲିଡରସିପ କ୍ୱାଲିଟି ଅଛି, ସେ କଥା ଠିକ କହି ଜାଣିଛନ୍ତି, ତାଙ୍କର କେମିତି ଭାବରେ କରିପାରିବେ। ତ ଆରତୀ ମ୍ୟାଡାମ ତାଙ୍କର ଟିମରେ ସେ କିଛି କରିପାରିବେ, ତାଙ୍କର କ୍ୟାପାସିଟି ଅଛି। କିନ୍ତୁ ମିନତି ମ୍ୟାଡାମ, ମିତାଞ୍ଜଳି ମ୍ୟାଡାମ, ନମିତା ମ୍ୟାଡାମ, ଏମାନଙ୍କର ଆଗ୍ରହ ଉତ୍ସାହ ସବୁ ଅଛି, କିନ୍ତୁ ସେମାନଙ୍କୁ ପାଖରେ ରହିବାକୁ ପଡିବ। ଆଉ ସେମାନେ 10 ଲୋକଙ୍କୁ ଡାକିଲେ ସିନିୟର ଲିଡର ଯିଏ ବୁଝେଇ ପାରିବେ। ଶତପଥୀ ବାବୁ ତ ସବୁବେଳେ ଯାଉଛନ୍ତି, ଶତପଥୀ ବାବୁ ଯିବେ ଯେତେବେଳେ ବେଶୀ ଲୋକ ଆସିବେ, ବେଶୀ ଲୋକ ଆସି ଶତପଥୀ ବାବୁ ଯଦି ସବୁଥିରେ ସବୁ ଜାଗାକୁ ଯାଇଯିବେ, ତାହେଲେ କଣ ହବ? ଶତପଥୀ ବାବୁଙ୍କର କଥାକୁ ମଧ୍ୟ ଲୋକେ ଶୁଣିବେନି। ମାନେ ଏଇଟା ଯୋଉଠି ବେଶୀ ଯୋଉଟା ୟୁଟିଲାଇଜ କରାଯାଏ ତାର ଭ୍ୟାଲ୍ୟୁ ରୁହେନି। ଆଉ ଶତପଥୀ ବାବୁ ସେ ଜାଗାରେ ସାହୁ ବାବୁ ଯିବେ ଯଦି ସମସ୍ତଙ୍କୁ ଯାଇକିରି ଗ୍ରୁପରେ, ଯୋଉମାନେ ବର୍ତ୍ତମାନ ଆକ୍ଟିଭ ଅଛନ୍ତି, ଏଇ ଆରତୀ ମ୍ୟାଡାମଙ୍କ ଗ୍ରୁପ ତ ସବୁବେଳେ ବସୁଛନ୍ତି, ସେମାନେ ଆକ୍ଟିଭ ଅଛନ୍ତି, ତାଙ୍କର ଇଚ୍ଛା ଅଛି। କିନ୍ତୁ ତାଙ୍କର ଇଚ୍ଛା ହେଲେ ତାଙ୍କୁ ରାସ୍ତା ଦେଖିବାକୁ ପଡିବ ନା। ଆଉ ସେମାନେ ତ ସବୁବେଳେ କହୁଛନ୍ତି ଆମ ସାଙ୍ଗରେ ରହିଲେ ଆମେ କରିପାରିବୁ। ଆମେ କହିବା ନାଇଁ ନାଇଁ ଆପଣ କରନ୍ତୁ କରନ୍ତୁ, ଆପଣ କରିପାରିବେ, ଆପଣଙ୍କ ଭିତରେ ବହୁତ କିଛି ଇଏ ହେଲେ କାମ ନୁହେଁ। ଏମିତିକା ଆମେ ସ୍ୱପ୍ନ ଭିତରେ ଆସିଲେ ହବନି। ଆପଣ ଆପଣ ତାଙ୍କୁ ଯିବେ, ସପ୍ତାହରେ 2 ଥର 3 ଥର ଯିବେ, ଯାଇକିରି ତାଙ୍କ ପୂର୍ବରୁ କହିବେ, ଫୋନ କରି କହିବେ ଯେ ଆପଣ ମିନତି ମ୍ୟାଡାମ, ମୁଁ ଆପଣ 5-10 ଜଣ ଲୋକଙ୍କ ସହିତ ମିଶନ୍ତୁ। ସେ ଜଣ ଜଣକୁ ମିଶେଇବେ, ଟାଇମ ଦେବେ ତାଙ୍କୁ। ସେମିତି ମିତାଞ୍ଜଳି ମ୍ୟାଡାମକୁ କହିବେ, ମିତାଞ୍ଜଳି ମ୍ୟାଡାମ ମୁଁ ଆପଣ କିଛି ଲୋକଙ୍କ ସହିତ ସମ୍ପର୍କ କରାନ୍ତୁ ମତେ, ମୁଁ ସେମାନଙ୍କୁ ଯାଇକିରି ବୁଝେଇବି। ଆପଣ ଯେତେବେଳେ ବୁଝାଉଥିବେ, ମିତାଞ୍ଜଳି ମ୍ୟାଡାମ ପାଖରେ ବସିକି ଦେଖୁଥିବେ, ଶୁଣୁଥିବେ ଯେ ଆପଣ କେମିତି କହୁଛନ୍ତି। ବୁଝୁଛନ୍ତି, ଇଏ ହଉଛି ସିଷ୍ଟମ। ଏଇଥିରେ ହିଁ ଏଇ ଯୋଉ ମାନେ ଆଗ୍ରହ ଉତ୍ସାହ ସ୍ୱପ୍ନ ନେଇକିରି ଯୋଉ ନୂଆ ଲୋକମାନେ ଆସିଛନ୍ତି, ସେମାନେ କାର୍ଯ୍ୟକାରୀ କରିପାରିବେ। ଆଉ ସେମାନେ ଆଗ୍ରହ ଉତ୍ସାହ ଦେଇ ଆସିଲା ବେଳେ ତାଙ୍କ ଭିତରେ ସେ କ୍ୟାପାସିଟି ଡେଭଲପମେଣ୍ଟ ହେଇଯାଇଛି। ସେମାନଙ୍କୁ ଆମେ ପୁରା ସ୍ୱପ୍ନ ଦେଖେଇଲେ ସେମାନେ ମନୋଙ୍ଗନ କରିଦେବେ, ତାହେଲେ ରହିଲା କଥା, ଆଉ ହେଇପାରିବନି। କାରଣ ସେମାନେ ଯାଉଥିବେ, ତାଙ୍କର ଯେତେବେଳେ ନ ହେଇପାରିବ ତାଙ୍କ ମନ ଦୁଃଖ ହେଇଯିବ, ହେଇତ ପାରୁନି, ଆଉ ମୁଁ କଣ କରିବି। ରିଅଲିଟି ହଉଛି ଏଇଆ। ଆଉ ଶତପଥୀ ସାର୍ ଆଜି ଯାହା କହିଲେ, ସେଥିରେ 50 ଲୋକଙ୍କର ଭିତରେ ହିଁ ଏ କଥା କୁହାଯାଏ। ଆପଣମାନେ 5-7 ଜଣ 8 ଜଣ ବସିଛନ୍ତି, ତ ବର୍ତ୍ତମାନ ସେଇ କଥା ଆଲୋଚନା କରାଯିବ। ଗୋଟେ ବଡ ଆକାରରେ ମିଟିଂ କରନ୍ତୁ, ଯୋଉଥିରେ କି ସାହୁ ବାବୁ, ସୁକାନ୍ତ ବାବୁ, ଆରତୀ ମ୍ୟାଡାମ, ଏମାନେ ସମସ୍ତେ, ସେମିତି ଅମିୟ ବାବୁ,
ସେମାନଙ୍କର ଗୋଟେ ବଡ ଜୁମ୍ ମିଟିଂ ହବ, ସେଥିରେ ଯେମିତି 50-100 ଲୋକ ବସିଥିବେ, ସେଠି ଶତପଥୀ ବାବୁଙ୍କର ଏଇ ପ୍ରକାର କାଉନସିଲିଂ ହବ। ତାହେଲେ ତାର ଦେଖିବେ ଯୋଉଥିରେ କି ସିନିୟର ଲୋକମାନେ ବସିଥିବେ, ସିନିୟର ଲୋକ ଯୋଉମାନେ 5 ବର୍ଷ 8 ବର୍ଷ 10 ବର୍ଷ କାମ କରିଛନ୍ତି, ଅନୁଭୂତି ଅଛି, ଡାଇମଣ୍ଡ କ୍ଲବ କରିଛନ୍ତି, କରଉଛନ୍ତି, ତ କୋଉ ପ୍ରକାରରେ କରିବାକୁ କଣ କରିବାକୁ ପଡିବ। ଆଜି ଯୋଉ ପ୍ରପୋଜାଲ ଗୋଟେ କରିଛନ୍ତି ସଞ୍ଜୀବ ସାର୍, ତାଙ୍କୁ ସେମିତିକା ଜୋରଦାର କରିକି ମାନେ କନସେନ୍ଟ୍ରେଟ ହେଇକି ଏକାଗ୍ରତା ଚିତ୍ତରେ ଯଦି କରିବେ ହବ। ଆମେ ଯଦି ହାୱାବାଜି ଟାଇପର କାମ କରିବା କିଛି ହବନି। ଆମେ ନ ଜାଣିପାରୁନେ ଆମ କଥା ଗୁଡା ହାୱାବାଜି ହେଇଯାଉଛି। ହଁ ଯେମିତି ଆମେ ସବୁ କଥାରେ ଆମେ କହୁଛୁ ହଁ ଏମିତି କରିଦବା ସେମିତି କରିଦବା, ଦେଖିଲା ବେଳକୁ ଆମେ କଣ ଗୋଟେ ବାହାନାବାଜି କରୁଛେ, କଣ ନା ଏମିତି ହେଇଗଲା ପରା କରିପାରିଲିନି, ସେମିତି ହେଇଗଲା ପରା କରିପାରିଲିନି। ଇଏ ଯେ କେତେ ଭୟଙ୍କର ମାନସିକ ଅବସ୍ଥା ଆମମାନଙ୍କର, ବଡ ଦୁଃଖର କଥା। ଠିକ ଅଛି ସାର୍। କଣ କହୁଛନ୍ତି ସାହୁ ବାବୁ କୁହନ୍ତୁ। ଆଜ୍ଞା ଠିକ କଥା। ମୁଁ ତ ଫୋନରେ ଯୋଗାଯୋଗ ରଖିଛି, ଡେଟ୍ ଫିକ୍ସ କଲି କି ମୁଁ ବି ଯିବି, 2 ଥର 3 ଥର ଯିବି, କିଛି ଅସୁବିଧା ନାହିଁ। ଆପଣ ଆରତୀ ମ୍ୟାଡାମଙ୍କ ସହିତ କଥାବାର୍ତ୍ତା କରିବେ। ଆଜ୍ଞା ଆରତୀ ମ୍ୟାଡାମଙ୍କ ସହିତ କଥାବାର୍ତ୍ତା କରିବେ, କହିବେ ଯେ ଆପଣଙ୍କ ଟିମରେ ଯେତେ ଲୋକ ବସୁଛନ୍ତି ସମସ୍ତଙ୍କର ନାଁ କହିଦେଲେ, ଆରତୀ ମ୍ୟାଡାମଙ୍କ ଟିମରେ କୋଉ କୋଉ ମାନଙ୍କୁ ଆପଣ ଚିହ୍ନିଛନ୍ତି ଗୋଟେ ଗୋଟେ କହିଦେଲେ ଧଡା ଧଡ କରି ସଙ୍ଗେ ସଙ୍ଗେ। ଇଏ ସମସ୍ତେ ଯେତିକି ବସି ସମସ୍ତଙ୍କୁ ଚିହ୍ନିଛି। ଜଣେ ଜଣେ ନାଁ କହୁନାହାନ୍ତି। ମିନତି ମ୍ୟାଡାମ, ଆପଣ ପ୍ରବୀଣା ମ୍ୟାଡାମ, ଇଏ ନର୍ମଦା ମ୍ୟାଡାମ, ତାପରେ ମିତାଞ୍ଜଳି ମ୍ୟାଡାମ, ଏମାନଙ୍କୁ ସବୁ ଜାଣିଛି। ନମିତା ମ୍ୟାଡାମ, ଆଜ୍ଞା ଆରତୀ ମ୍ୟାଡାମଙ୍କ ମାଧ୍ୟମରେ ଆପଣ ଏମାନଙ୍କ ସହିତ କଥାବାର୍ତ୍ତା କରିକିରି ଆଜି ଆଜ୍ଞା ଡେଟ୍ ଠିକ କରନ୍ତୁ, ସେମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ। ସେମାନେ ଆପଣଙ୍କୁ ଜଣ ଜଣ କରି ସେ ଯୋଉ ଲୋକଙ୍କୁ ଦେଖେଇବେ ମିଶେଇବେ, ଆପଣ ସେଠି ଯାଇକିରି ଭିଡିଓ ସହିତ ବହି ସହିତ ତାଙ୍କୁ ଡାଇମଣ୍ଡ କ୍ଲବ କଣ, ଡାଇମଣ୍ଡ କ୍ଲବର ଉଦ୍ଦେଶ୍ୟ କଣ, ଆରସିଏମ ର ପ୍ରଡକ୍ଟସ ର କଣ, ସେଥିରେ ଡାଇମଣ୍ଡ କ୍ଲବ କଲେ 5000 ପିଭି କଲେ କଣ ହବ, ଇଏ ସବୁ ଆପଣ ବୁଝେଇବେ। ତ ଆଜ୍ଞା ଥାର୍ଡ ପାର୍ଟି ଆପଣ ନିଜର ପର୍ସନାଲିଟି ବ୍ୟକ୍ତିତ୍ୱକୁ ଠିକ ରଖିକିରି ସେଇଭଳି ପ୍ରଭାବ ପକେଇକି କହିବେ, ସେମାନେ ବୁଝିବେ। ସେମାନେ ଆଜ୍ଞା ତ ବହୁତ ପରିଶ୍ରମ କରି ଇଚ୍ଛା ଶକ୍ତି ତାଙ୍କର ବହୁତ ଅଛି। ଗଲା ସାହୁ ବାବୁ, ସୁକାନ୍ତ ବାବୁ, ଆପଣ ସେମିତିକା ମନୋଜ ବାବୁ ବହୁତ ସିରିୟସନେସ୍ ଅଛନ୍ତି ତାଙ୍କର, ସେ କରିପାରିବେ, ତାଙ୍କର କ୍ୟାପାସିଟି ଅଛି, ସେ ତାଙ୍କର ପ୍ରଭାବ ପକେଇକି କରିପାରିବେ। କିନ୍ତୁ ସୁକାନ୍ତ ବାବୁ ଯଦି ମନୋଜ ବାବୁକୁ ସେଇଭଳି ସହଯୋଗ କରିବେ, ଆଉ ସୁକାନ୍ତ ବାବୁ ଯଦି ନିଜେ କରିକିରି ଦେଖେଇଦେବେ, ତାହେଲେ ମନୋଜ ବାବୁ ନିଶ୍ଚିତ କରିବେ। ସୁକାନ୍ତ ବାବୁ ଆପଣ କଣ କହୁଛନ୍ତି? ହଁ ସାର୍, ନିଶ୍ଚୟ ହବ ସାର୍। କଣ ଏଇ 7 ଦିନ ଭିତରେ 15 ତାରିଖ ଭିତରେ ଆପଣ କେତେ ଜଣଙ୍କର କରିବେ? ନିଶ୍ଚୟ ସାର୍ 20, ନିଶ୍ଚୟ ସାର୍ ଟାର୍ଗେଟ ରଖିଛି 20 କରିବା ପାଇଁ। ଦେଖି ଶୁଣିକି ମାନେ ଭାବି ଚିନ୍ତିକି କଥା କୁହନ୍ତୁ। କିନ୍ତୁ ହଁ ମୁଁ ସାର୍। ଠିକ ଆପଣଙ୍କୁ 15 ତାରିଖରେ ପୁଣି ପଚାରିବି, ଆପଣ କୌଣସି ବାହାନା କରିବେନି, ଆଉ କହିବେନି ହେଇପାରିଲାନି ବୋଲି କହିବେନି। 20 ଜଣ କହିଛନ୍ତି ମାନେ ହୁଏତ 18 ଜଣ ହେଇପାରେ, 22 ଜଣ ବି ହେଇପାରେ, ଆଉ 2 ଜଣ 4 ଜଣ କରିକି କହିବେ ମୁଁ ଏଇ କାରଣ ଯୋଗୁଁ କରିପାରିଲିନି, ସେ କଥା କରିବେନି ତ? ନାଇଁ ସାର୍। କଥା ଦଉଛନ୍ତି? ହଁ ସାର୍ କଥା ଦଉଛି। କମିଟମେଣ୍ଟ କରୁଛନ୍ତି ସମସ୍ତଙ୍କ ଆଗରେ? ହଁ ସାର୍। 15 ତାରିଖରେ ଆପଣ 20 ଜଣଙ୍କର 5000 ପିଭି କରିପାରିବେ। ଆଜ୍ଞା 1000 ଲୋକଙ୍କର କାଲି ସଞ୍ଜୀବ ସାର୍ ପ୍ରୋଗ୍ରାମ ପରେ ମତେ ଫୋନ କଲେ, ମୁଁ ଟ୍ରେନରେ ଆସୁଥିଲି, ଅଧଘଣ୍ଟା ଧରିକି କହିଲେ 500 1000 ଲୋକଙ୍କର ସବୁ ବେଙ୍ଗଲ